ଜୟ ଜଗନ୍ନାଥ ପିଲାମାନେ, ତମ ସମସ୍ତିଙ୍କି ଆଉ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଭିଡ଼ିଓରେ ସ୍ୱାଗତ। ତ ଆଜି ଭିଡ଼ିଓରେ ପିଲାମାନେ ଆମେ ଦେଖିବା ଏ ଯେଉଁ ନୋଟିଫିକେସନଟା ତମମାନେ ଏବେ ଦେଖୁଛ ସେଇଟା ଆସିଛି ତମର OSSC ଓଡ଼ିଶା ସବଅର୍ଡିନେଟ୍ ସରି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ତରଫରୁ ଏ ନୋଟିଫିକେସନଟା ପିଲାମାନେ ଆସିଛି। ଏ ନୋଟିଫିକେସନରେ ତମମାନେ ଦେଖିପାରୁଥିବ ତମର ଓଡ଼ିଶା CGL ଯେଉଁଟାକି 2025ର ନୋଟିଫିକେସନ ଏଇଟା ରିଲିଜ୍ ହେଇଯାଇଛି। ତ ଆଜି ଭିଡ଼ିଓରେ ଆମେ ଏଇ ଡିଟେଲ୍ ନୋଟିଫିକେସନଟା ଯାହା ବି ଅଛି ତାକୁ ଭଲସେ ଦେଖିବା। ଆଉ ଆପଣଙ୍କର ଯେଉଁ ସିଲାବସ୍ କ'ଣ ରହିବ ତାକୁ ବି ଭଲସେ ଦେଖିବା। ଆଉ ଆପଣ କେମିତି ଫ୍ରିରେ ମାନେ ଫ୍ରିରେ କେମିତି କ୍ଲାସ୍ ଗୁଡ଼ା କରିକି ଆପଣ ମ୍ୟାଥ୍ ହଉ, ତାପରେ ଆପଣଙ୍କର ରିଜନିଂ ହଉ, ଆଉ ଯେଉଁ ରହିଲା DI, ଠିକ୍ ଅଛି, ଏଇ ତିନୋଟି ପେପରରେ କେମିତି ଆପଣ ଫୁଲ୍ ମାର୍କ ରଖିବେ ତ ତା ବିଷୟରେ ପିଲାମାନେ କଥା ହେବା। ଆଉ ୱିଥ୍ ଆପଣଙ୍କର କ'ଣ କ'ଣ ରହୁଛି ଏଜ୍ ଲିମିଟ୍ ଆଉ କ୍ରାଇଟେରିଆ, କେତେ କେତେ ପୋଷ୍ଟ ବାହାରିଛି ତା ବିଷୟରେ ପିଲାମାନେ ଆମେ ଡିଟେଲରେ କଥା ହେବା। ଭିଡ଼ିଓକୁ ତମମାନେ ଶେଷରେ ଦେଖ ଆଉ ତମର ଯାହା ମତାମତ ଅଛି କମେଣ୍ଟରେ ମୋତେ କହିବ। ତ ଚାଲନ୍ତୁ ଷ୍ଟାର୍ଟ କରିବା। ଦେଖନ୍ତୁ ଯେମିତି ପିଲାମାନେ ଆପଣମାନେ ଦେଖିପାରୁଥିବେ ଅନଲାଇନ୍ ରେଜିଷ୍ଟ୍ରେସନ୍ ଯେଉଁ ଅନଲାଇନ୍ ଫର୍ମ ଆପ୍ଲାଏ କରାହେବ, ଯେଉଁ ଅନଲାଇନ୍ ରେଜିଷ୍ଟ୍ରେସନ୍ ସେଇଟା ଷ୍ଟାର୍ଟ ହେଇଯାଉଛି 19 ତାରିଖରୁ, 19/12 ବା 19 ଡିସେମ୍ବରରୁ ଷ୍ଟାର୍ଟ ହେଇଯାଉଛି। ଲାଷ୍ଟ ଡେଟ୍ ପିଲାମାନେ ଆମର ଅଛି 18 ଜାନୁଆରୀ 2026 ହେଲା ଲାଷ୍ଟ ଡେଟ୍। ଆପଣ ଏଇ ଭିତରେ ପିଲାମାନେ ଅନଲାଇନ୍ ରେଜିଷ୍ଟ୍ରେସନଟା କରିଦେବେ, ଠିକ୍ ଅଛି। ଆଉ ସବମିଶନ୍ ବା ଯଦି ଅନଲାଇନ୍ ଫର୍ମ ସବମିଟ୍ କରିବା ଯଦି ଭୁଲି ଯାଇଥିବେ, ଏଇ ଭିତରେ ଆପ୍ଲାଏ କଲା ଭିତରେ ଯଦି ସବମିଟ୍ କରିବା ଭୁଲି ଯାଇଥିବେ ଦେନ୍ ଆପଣମାନଙ୍କ ପାଇଁ 21 ତାରିଖ ଯାଏଁ ଡେଟ୍ଟା ଖାଲି ଅଛି। ତାପରେ ହେଲା ଆମର ଏଡ଼ିଟିଂ, ଯଦି ଆପଣ ଏଡ଼ିଟ୍ କରିବାକୁ ଚାହୁଁଛନ୍ତି ବା ଯଦି ଆପଣ ଫର୍ମରେ କିଛି ବି ଭୁଲ କରିଛନ୍ତି ତ ଏଡ଼ିଟିଂ ପାଇଁ ଆପଣଙ୍କର 24 ତାରିଖ ଯାଏଁ ପୋର୍ଟାଲ ଖୋଲିବ। ବାସ୍ ଏତିକି ଥିଲା ଆପଣଙ୍କର ଇମ୍ପୋର୍ଟାଣ୍ଟ ଡେଟ୍ସ ଗୁଡ଼ା ଥିଲା। କିନ୍ତୁ ମୋ ହିସାବରେ ଆପଣ ଯେହେତୁ 19 ତାରିଖରୁ ଷ୍ଟାର୍ଟ ହେଇଯାଉଛି ତ ଆପଣ ଗୋଟେ କାମ କରନ୍ତୁ 20, 21, 22 ଆଡ଼କୁ ଆପଣ ଆପ୍ଲାଏ କରିଦେଇକି ଏକାଥରକେ ରେଜିଷ୍ଟ୍ରେସନ୍ ସବମିଟ୍ ମାରିଦିଅନ୍ତୁ, ଠିକ୍ ଅଛି। କାରଣ କାହିଁ ବେକାରଟୁ କି ଲାଷ୍ଟ ଯାଏଁ ଅପେକ୍ଷା କରିବେ, କାହିଁ ସିଏ ସାଇଟ୍ ଫାଇଟ୍ ଫିଟୁନଥିବ, ବହୁତ ପାଲା ସିଏ ଅଯଥାରେ କାହିଁ କରିବେ। ତ ଆପଣମାନେ କ'ଣ କରନ୍ତୁ, ଯେହେତୁ 19 ତାରିଖରୁ ଷ୍ଟାର୍ଟ ହେଉଛି ଫର୍ମ ଆପ୍ଲାଏ ଏଇଟା, ଆପଣ 19 ତାରିଖରୁ 25 ତାରିଖ ଭିତରେ 25 ତାରିଖ ପାଖାପାଖି ହେବ ଆପଣ ଆପ୍ଲାଏ କରିଦିଅନ୍ତୁ। ଲାଷ୍ଟ ଯାଏଁ ରୁହନ୍ତୁନି, ମଝିଆ ଦେଖି ଆପ୍ଲାଏ କରିଦିଅନ୍ତୁ, ଠିକ୍ ଅଛି। ତ ଏବେ ଚାଲନ୍ତୁ ଆମେ ଦେଖିବା କେତେଟା ପୋଷ୍ଟ ଦେଖନ୍ତୁ କେତେଟା ବାହାରିଛି। ଏଠି ଆପଣମାନେ ଦେଖିପାରୁଥିବେ ପିଲାମାନେ ପାଖାପାଖି 1500 ପିଲାମାନେ ପୋଷ୍ଟ ବାହାରିଛି, 1576 ଗୋଟେ ପୋଷ୍ଟ ବାହାରିଛି। ଆଉ ଓମେନ୍ ମାନଙ୍କ ପାଇଁ 504ଟି ପୋଷ୍ଟ ରିଜର୍ଭ ଅଛି, ମାନେ ରିଜର୍ଭ, ଠିକ୍ ଅଛି, ରିଜର୍ଭ ଅଛି। ଓମେନ୍ ମାନଙ୍କ ପାଇଁ 504ଟି ପୋଷ୍ଟ ରିଜର୍ଭ ଅଛି, ମାନେ ଟୋଟାଲ କହିବାକୁ ଗଲେ ମୋଟାମୋଟି ଭାବରେ 1576 ପୋଷ୍ଟ ବାହାରିଛି। ତ ଚାଲନ୍ତୁ ଆମେ ତଳକୁ ଯିବା। ବା ପୁଅ ପିଲାମାନଙ୍କ ପାଇଁ ଯଦି ଆମେ କହିବା ପାଖାପାଖି 1000 ପାଖାପାଖି ଆମର ପୋଷ୍ଟ ବାହାରିଛି, ଠିକ୍ ଅଛି, 1000ଠୁ ଟିକେ ନାକୁ ଅଧିକ ପୋଷ୍ଟ ବାହାରିଛି। ପିଲାମାନେ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଅପଡେଟ୍ରେ ତମମାନେ ଦେଖିପାରୁଥିବ କି ଆମର ଯେଉଁ SC ST PWD କ୍ୟାଣ୍ଡିଡେଟ୍ ରହିଲେ ସେମାନଙ୍କ ପାଇଁ କୌଣସି ବି ଏକ୍ଜାମିନେସନ୍ ଫି ନାହିଁ, ଠିକ୍ ଅଛି। ତାଙ୍କ ବାଦ ଯେତିକ ପିଲା ରହିଲେ ଲେଖା ହେଇଛି ଦ କ୍ୟାଣ୍ଡିଡେଟ୍ ଅଦର ଦ୍ୟାନ୍, ସେମାନେ ଝିଅ ପିଲା ବି ହୁଅନ୍ତୁ, ପୁଅ ପିଲା ହୁଅନ୍ତୁ, ଝିଅ ପିଲା ହୁଅନ୍ତୁ, ଯଦି ତାଙ୍କର SC ST PWD ଯଦି ଅଛି ତାହେଲେ ସେମାନଙ୍କ ପାଇଁ ଫ୍ରି। ଆଉ ଯଦି ସେ ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ, ଯଦି ସେ ଜେନେରାଲରୁ କି SC BCରୁ କି ଅଦର କୋଉଥିରୁ ବି ବିଲଙ୍ଗ କରୁଛନ୍ତି ଦେନ୍ ତାଙ୍କୁ 500 ଟଙ୍କା ପିଲାମାନେ ଏକ୍ଜାମିନେସନ୍ ଫି ଦେବାକୁ ପଡ଼ିବ, ଠିକ୍ ଅଛି। ଏଇଠି ପୁରା ଡିଟେଲରେ ପୁରା କ୍ଲିୟରଲି ଲେଖା ହେଇଛି ପିଲାମାନେ 500 ଟଙ୍କା ତମେ ଏକ୍ଜାମିନେସନ୍ ଫି ଦେବ। ଆଉ ଯେତେବେଳେ ତମେ ଏକ୍ଜାମ ଯେତେବେଳେ ଦେଇଦେବ ବା ଏକ୍ଜାମ ଦେଲା ପରେ ଆପଣଙ୍କର ସେଇ ଯେଉଁ 500 ଟଙ୍କାଟା ସେଇଟା ରିଫଣ୍ଡ ହେଇଯିବ, ରିଫଣ୍ଡ, ଠିକ୍ ଅଛି, 500 ଟଙ୍କାଟା ରିଫଣ୍ଡ ହେଇଯିବ ଯଦି ଆପଣମାନେ ଏକ୍ଜାମ ଯଦି ଦେଇଦେବେ। ଯଦି ନଦେବେ ତାହେଲେ ଆପଣଙ୍କର ସେ 500 ଟଙ୍କାଟା ସେଇଟା ସରକାରଙ୍କ ପାଖରେ ରହିବ। ଏବେ ଚାଲନ୍ତୁ ଆଉ କ'ଣ ଅଛି ଡିଟେଲରେ ପଢ଼ିଦେବା। ଦେଖନ୍ତୁ ଆଉ ଗୋଟେ ପିଲାମାନେ ଇମ୍ପୋର୍ଟାଣ୍ଟ ଡିଟେଲ ହେଲା କି ଆପଣଙ୍କର ଯେଉଁ ଏକ୍ଜାମଟା ପିଲାମାନେ ହେବ ସେଇଟା CBRE ମୋଡ୍ ହେବ, ମାନେ କମ୍ପ୍ୟୁଟର ବେସ୍ଡ ରିକ୍ୱାରମେଣ୍ଟ ଏକ୍ଜାମିନେସନ୍ ବା CBRE। ଅଲରେଡ଼ି ଗୋଟେ ଥର ଆପଣଙ୍କର CGLଟା CBT ମୋଡ୍ରେ ହେଇଥିଲା ବା CBRE, ଗୋଟେ ମିନିଟ୍, CBRE, ଠିକ୍ ଅଛି, କମ୍ପ୍ୟୁଟର ମୋଡ୍ରେ ଗୋଟେ ଥର ହେଇଥିଲା। ତ ତାର ଯେଉଁ କୋଶ୍ଚିନ୍ ପେପର ଗୁଡ଼ା ମୁଁ ତ ଫ୍ରିରେ ଆପଣମାନଙ୍କର ଫ୍ରିରେ ମୁଁ ୟୁଟ୍ୟୁବରେ ଆପଣଙ୍କୁ ଡିସ୍କସନ୍ କରାଇଦେବି। ଯେହେତୁ ମୁଁ ଆପଣଙ୍କ ମ୍ୟାଥ୍ ହଉ, ରିଜନିଂ ହଉ ଆଉ DI ହଉ ଆପଣଙ୍କୁ ଏତିକି ତିନିଟି ପଢ଼େଇବି ପୁରା ଫ୍ରିରେ ୟୁଟ୍ୟୁବରେ। ତ ଆର ଯେତିକ ସବୁ ପ୍ରିଭିୟସ୍ ଇୟର୍ ପଚାରିଛି ଆଜି ଯାଏଁ ଓଡ଼ିଶା ଗଭର୍ଣ୍ଣମେଣ୍ଟର ଯେତିକ ପଚାରିଛି, OSSC ଯେତିକ ବି ପଚାରିଛି ମ୍ୟାଥ୍ ରିଜନିଂ DI ସବୁତକ ମୁଁ ଫ୍ରିରେ ୟୁଟ୍ୟୁବରେ କରାଇଦେବି, ସେଥିପାଇଁ ଆପଣ ବ୍ୟସ୍ତ ହେବା ଦରକାର ନାହିଁ। ଆଉ ଆର ଯେତିକ ସବୁ ପ୍ରିଭିୟସ୍ ଇୟର୍ ସବୁତକ ବି ଫ୍ରିରେ ମୁଁ କରାଇଦେବି। ଆଉ ମ୍ୟାଥ୍ ରିଜନିଂ DIର କ୍ଲାସ୍ ବି ବହୁତ ଜଲ୍ଦି ଷ୍ଟାର୍ଟ ହେଇଯିବ। ଆଗ ପ୍ରିଭିୟସ୍ ଇୟର୍ ମୁଁ ସବୁତକ କରାଇଦେବି। ମୋ ପାଖରେ ପାଖାପାଖି 20ଟି ସେଟ୍ ମୋ ପାଖରେ ଅଛି। ମୁଁ 20ଟି ସେଟ୍ ଆଗ ତାକୁ ଏଇ 10 ଦିନ ଭିତରେ ମୁଁ 20ଟି ସେଟ୍ର ଆପଣଙ୍କୁ ଆନ୍ସର ଅପଲୋଡ଼ କରିସାରିଲା ପରେ ବାକି ଯେତିକି ଅଛି ତାକୁ ମୁଁ ଫ୍ରିରେ ୟୁଟ୍ୟୁବରେ ଅପଲୋଡ଼ କରିଦେବି, ଠିକ୍ ଅଛି। ଗୋଟେ କରି ମ୍ୟାଥ୍ର ପରସେଣ୍ଟେଜରୁ କ୍ଲାସ୍ଟା ଷ୍ଟାର୍ଟ କରିବି। ଯେତିକି ବି ପଚାରୁଛି କୋଶ୍ଚିନ୍ ପଚାରୁଛି ତାକୁ ସବୁତକ କମ୍ପ୍ଲିଟ୍ କରିବି। ରିଜନିଂରେ ବି ଯାହା ବି ଆସୁଛି ସବୁ କରାହବ, DI ବି କରାହବ, ଠିକ୍ ଅଛି। ତ ଆପଣମାନେ କ'ଣ କରନ୍ତୁ, ଚ୍ୟାନେଲ୍ ଗୋଟେ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହାଫଳରେ କି ସବୁତକ ଯେଉଁ ଫ୍ରି କ୍ଲାସେସ୍ ଗୁଡ଼ା ପିଲାମାନେ ହେବନି ସବୁତକ ତମମାନେ ଲାଭ ଉଠାଇ ପାରିବ।
ଏବେ ଚାଲ ଯିବା ଆଉ କ'ଣ ଅଛି ଇମ୍ପୋର୍ଟାଣ୍ଟ ଜିନିଷ। ଦେଖନ୍ତୁ ଏଇଠି ପିଲାମାନେ ଲେଖା ହେଇଛି କୋଉ ଡିପାର୍ଟମେଣ୍ଟର କ'ଣ କ'ଣ ପୋଷ୍ଟ ବାହାରିଛି ଆପଣମାନେ ଭିଡ଼ିଓ ପଜ୍ କରିକି ବି ପଢ଼ିପାରିବେ। ନହେଲେ ଆପଣମାନେ ଗୋଟେ କାମ କରନ୍ତୁ, ଏଇ ଡିଟେଲ୍ ନୋଟିଫିକେସନଟା ମୁଁ ମୋର ଟେଲିଗ୍ରାମ ଚ୍ୟାନେଲରେ ଏଇଠି ଲେଖିଦେଉଛି, ମୋ ଟେଲିଗ୍ରାମ ଚ୍ୟାନେଲରେ ମୁଁ ଅପଲୋଡ଼ କରିଦେବି, ଠିକ୍ ଅଛି। ଆଉ ମୋ ଟେଲିଗ୍ରାମ ଚ୍ୟାନେଲର ଜଏନିଂ ଫିସ୍ଟା ପିଲାମାନେ 100 ଟଙ୍କା। ଆପଣ 100 ଟଙ୍କା ଦେଇକି ମୋ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିପାରିବେ, ଯୋଉଥିରେ କି ମୁଁ ଆପଣଙ୍କୁ ମ୍ୟାଥର ଯୋଉ ଇ ବୁକ୍ଟା ମ୍ୟାଥ ଆଉ ରିଜନିଂର, ଠିକ୍ ଅଛି, ରିଜନିଂର ଇ ବୁକ୍ଟା ମୁଁ କରିବି ନା ଟେଲିଗ୍ରାମ ଚ୍ୟାନେଲ ତାକୁ ଅପଲୋଡ଼ କରିଦେବି। ଏବେ ମ୍ୟାଥର ଇ ବୁକ୍ଟା ମୁଁ ଷ୍ଟାର୍ଟ କରିଦେଇଛି ଲେଖିବା, ବା ବହୁତ ସାରା ଫର୍ମୁଲା ହଉ, ବହୁତ ସାରା ପ୍ରିଭିୟସ୍ ଥିଓରି ବେସ୍ ଯୋଉ କୋଶ୍ଚିନ୍ ଗୁଡ଼ା ଅଛି ତାକୁ ସବୁ ଲେଖିକି ମୁଁ ଆପଣଙ୍କୁ ଗୋଟେ ମ୍ୟାଥର ଇ ବୁକ୍ ଆଉ ରିଜନିଂର ଇ ବୁକ୍ ଦେଇଦେବି, ଯୋଉଥିରୁ ହିଁ ଆପଣଙ୍କୁ ଡାଇରେକ୍ଟ କୋଶ୍ଚିନ୍ ଦେଖିବାକୁ ମିଳିବ। ତ ସେଥିପାଇଁ ଆପଣ ମୋ ଟେଲିଗ୍ରାମ ଚ୍ୟାନେଲ ଜଏନ୍ କରିଦିଅନ୍ତୁ। ଆଉ ଯେତିକି ସବୁ ଜବ୍ର ଇମ୍ପୋର୍ଟାଣ୍ଟ ଅପଡେଟ୍ ଗୁଡ଼ାକ ମୋ ଟେଲିଗ୍ରାମ ଚ୍ୟାନେଲରେ ଆପଣମାନେ ସବୁ ପାଇପାରିବେ। ତ ଚାଲନ୍ତୁ ଆଉ କ'ଣ ଅଛି ପଢ଼ିଦେବା ନୋଟିଫିକେସନରେ। ଏଟା ସବୁ ଏତେ ଇମ୍ପୋର୍ଟାଣ୍ଟ ନୁହଁ। ଆପଣମାନେ ଯଦି ଡିଟେଲ୍ ନୋଟିଫିକେସନ ପଢ଼ିବାକୁ ଚାହୁଁଛନ୍ତି ମୋ ଟେଲିଗ୍ରାମ ଚ୍ୟାନେଲ ନେଇକି ପଢ଼ିପାରିବେ। ନହେଲେ ଆପଣ ଗୋଟେ କାମ କରନ୍ତୁ, OSSC ଅଫିସିଆଲ ୱେବସାଇଟ୍ OSSC କୁ ଯାଇକି ବି ଆପଣ ଏଇ ନୋଟିଫିକେସନଟା ଡାଉନଲୋଡ୍ କରିକି ପଢ଼ିଦେବେ। ଏବେ ଚାଲନ୍ତୁ ଆଉ କ'ଣ ଅଛି ଇମ୍ପୋର୍ଟାଣ୍ଟ। ଏରା ତ କିଛି ଏତେ ଇମ୍ପୋର୍ଟାଣ୍ଟ ନୁହଁ। ଏବେ ଦେଖନ୍ତୁ ପିଲାମାନେ ଏଜ୍ ଲିମିଟ୍ ଏଠି ଲେଖା ହେଇଛି। ଏଜ୍ ଲିମିଟ୍ ହେଲା ଆପଣ 20 ବର୍ଷରୁ ଅଧିକ ହେଇଥିବା ଦରକାର ଆପଣଙ୍କର ବୟସ, ଆଉ 42 ବର୍ଷ ହେଇଥିବା ଦରକାର। ଆଉ କ୍ୱାଲିଫିକେସନଟା କ୍ୱାଲିଫିକେସନ ହେଲା ପିଲାମାନେ ଗ୍ରାଜୁଏସନ୍, ଠିକ୍ ଅଛି। ଗ୍ରାଜୁଏସନ୍ ହେଲା ତମର କ୍ୱାଲିଫିକେସନ୍। ଯଦି ଆପଣମାନେ ଗ୍ରାଜୁଏସନ୍ ପାସ୍ କରିଛନ୍ତି ଦେନ୍ ଆପଣ ଏଇ ଜବ୍ ପାଇଁ ଆପ୍ଲାଏ କରିପାରିବେ। ଏବେ ଚାଲନ୍ତୁ ଯିବା ତଳକୁ ଆଉ କ'ଣ ଅଛି ଇମ୍ପୋର୍ଟାଣ୍ଟ ଜିନିଷ ଗୁଡ଼ା ଦେଖନ୍ତୁ। ପିଲାମାନେ ଏଠି କ୍ଲିୟରଲି ଲେଖା ହେଇଛି କି ଆପଣଙ୍କର ଯୋଉ ପ୍ରିଲିମିନାରୀ ପିଲାମାନେ ଏକ୍ଜାମିନେସନ୍ ହବ 150 ମାର୍କର ପ୍ରିଲିମ୍ ଏକ୍ଜାମ ହବ, ଆଉ ମେନ୍ ଏକ୍ଜାମ ପିଲାମାନେ 200 ମାର୍କର ମେନ୍ ଏକ୍ଜାମ ହବ, ହେଲା। ମେନ୍ ଏକ୍ଜାମଟା ତମର 200 ମାର୍କର ହବ, ପ୍ରିଲିମ୍ଟା ପିଲାମାନେ ତମର 150 ମାର୍କର ପ୍ରିଲିମ୍ ଏକ୍ଜାମିନେସନ୍ ହବ। ତା ବାଦ ଯଦି ଆପଣମାନେ ଅଡିଟର ଆଉ ଇନ୍ସପେକ୍ଟର ଅଫ୍ ସପ୍ଲାଇଜ୍ ଆଉ ଷ୍ଟେଟ୍ ସୁପରଭାଇଜର କି ଆପଣଙ୍କର BSSO ଯୋଉଟାକି ଏବେ ନୂଆ ଆଡ୍ ହେଇଛି, ବହୁତ ବଢ଼ିଆ ପୋଷ୍ଟ ଏଇଟା। ତାପରେ ଜୁନିୟର ଆସିଷ୍ଟାଣ୍ଟ, ଜୁନିୟର କ୍ଲର୍କ ପାଇଁ ଯଦି ଆପ୍ଲାଏ କରୁଛନ୍ତି ତାହେଲେ ଆପଣଙ୍କର ସ୍କିଲ୍ ଟେଷ୍ଟ ବି ହବ। ଆଉ ସ୍କିଲ୍ ଟେଷ୍ଟରେ କେତେ ମାର୍କ ତ ଏଇଟା କିଛି ମେନସନ୍ କରାଯାଇନି, କିନ୍ତୁ ଏତିକି ମନେ ରଖନ୍ତୁ, ଯଦି ଆପଣ ଅଡିଟର ପାଇଁ ଯଦି ଆପ୍ଲାଏ କରୁଛନ୍ତି ଅଡିଟର ପାଇଁ, ତାର ମ୍ୟାଥମେଟିକ୍ସ ଟେଷ୍ଟ ବି ଆପଣ ଦେବେ, ଠିକ୍ ଅଛି। ଏକ୍ସଟ୍ରା ଆପଣ ମ୍ୟାଥମେଟିକ୍ସ ଟେଷ୍ଟ ଦେବେ। ଆଉ ଯଦି ଅଦର ପାଇଁ ଆପ୍ଲାଏ କରୁଛନ୍ତି ତ ମ୍ୟାଥମେଟିକ୍ସ ଟେଷ୍ଟ ଆପଣ ଦେବେନି, କିନ୍ତୁ ଅଡିଟର ପାଇଁ ଆପଣ ଆପ୍ଲାଏ କରିଦେବେ। ଯେତେବେଳେ ଆପଣ ଆପ୍ଲାଏ କରିବେ ଅଡିଟର ପାଇଁ ବି ଟିକ୍ ମାରି ଦେଇଥିବେ। ଅଡିଟରଟା ଗୋଟେ ବଢ଼ିଆ ଲେବୁଲର ପୋଷ୍ଟ। ଆଉ ଯେହେତୁ ଆପଣ ପ୍ରିରେ ମ୍ୟାଥମେଟିକ୍ସ ପାଇଁ ପଢୁଛନ୍ତି ତ ମେନ୍ ପାଇଁ ଟିକେ ମ୍ୟାଥମେଟିକ୍ସ ପଢିଦେବେ ଆଉ କ'ଣ। ଆଉ ମେନ୍ରେ ତ ଆମର ଟୋଟାଲ 200 ମାର୍କର, ଆଉ ପ୍ରିରେ ଆମର ପାଖାପାଖି 150 ମାର୍କର ଏକ୍ଜାମିନେସନ୍ ହବ। ଆଉ ସ୍କିଲ୍ ଟେଷ୍ଟ ବାକି ଯାହା ଅଛି ଆଉ ସାର୍ଟିଫିକେଟ୍ ଭେରିଫିକେସନରେ ଆପଣଙ୍କର ଯେତିକି ପୋଷ୍ଟ ବାହାରିଛି 1.5 ଗୁଣା ପିଲା ଯିବେ ସାର୍ଟିଫିକେଟ୍ ଭେରିଫିକେସନ୍ ପାଇଁ। ଯଦି ମନେକର 1500 ବାହାରିଛି ପୋଷ୍ଟ, 1500ର 1.5 ଗୁଣା ପିଲା ସାର୍ଟିଫିକେଟ୍ ଭେରିଫିକେସନ୍ ପାଇଁ ଯିବେ। ବାକି ଯୋଉ 5.5 ପିଲା କଟିଯିବେ, ଆଉ ଯେତିକି ଥିବେ 1500 ପିଲା ହିଁ ସିଲେକ୍ସନ୍ ହେବେ, ଠିକ୍ ଅଛି। ଏଇଟା ଟିକେ ଧ୍ୟାନ ସହକାରେ ପଢ଼ିଦିଅନ୍ତୁ। ତାପରେ ଆଉ ଗୋଟେ ହେଲା କୌଣସି ବି ରି ଇଭାଲୁଏସନ୍ ବା ରିଚେକିଂ ପାଇଁ କୌଣସି ବି ସିଷ୍ଟମ୍ ନାହିଁ ଏଠି, ଡାଇରେକ୍ଟ ପିଲାମାନେ ମନା କରିଦେଇଛି। ଆଉ ନେଗେଟିଭ୍ ମାର୍କିଂ ପିଲାମାନେ 1/4 ପିଲାମାନେ ନେଗେଟିଭ୍ ମାର୍କିଂ ବୋଲି ଏଠି ଲେଖିଦେଇଛି ପିଲାମାନେ, ତମାନେ ଏଠି ପଢ଼ିପାରିବ। ଏଠି 1/4 ପିଲାମାନେ ନେଗେଟିଭ୍ ମାର୍କିଂ ଅଛି। ତାପରେ ପିଲାମାନେ ଆଉ 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 କିଛି ପିଲାମାନେ ଏତେଟା ଇମ୍ପୋର୍ଟାଣ୍ଟ ନାହିଁ। ଆଡ଼ମିସନ୍ ପେପରଟା ବା ଆଡ଼ମିଟ୍ କାର୍ଡ଼ଟା ଆପଣମାନେ ଡାଉନଲୋଡ୍ କରିଦେବେ ଯେତେବେଳେ ଆସିବ ତା ନୋଟିଫିକେସନ୍, ତାରିଖ ଗାଡ଼ିକି ଆସିବ। ଏଇଟା ସବୁ ଆପ୍ଲାଏ କଲାବେଳେ କ'ଣ ଦରକାର, ଆପଣ ଡିଟେଲ୍ ଯଦି ପଢ଼ିବାକୁ ଚାହିଁବେ ପଢ଼ିପାରିବେ। ଏବେ ଚାଲନ୍ତୁ ଆମେ ତଳକୁ ଯିବା, ଗୋଟେ ମିନିଟ୍। ଆସନ୍ତୁ। ହଁ ପିଲାମାନେ ଏଇଟା ହେଲା ତମର ପ୍ରିଲିମିନାର ସିଲାବସ୍ ଏଠି ପିଲାମାନେ ଲେଖିଦେଇଛି। ପ୍ରିଲିମିନାର ସିଲାବସ୍ କ'ଣ ରହିବ ଆପଣମାନେ ଏଠି ଦେଖିପାରୁଥିବେ କି ଆପଣଙ୍କର ଏରିଥମେଟିକ୍ଟା ଯୋଉ ପଡ଼ିବ ସେଇଟା 10th ଷ୍ଟାଣ୍ଡାର୍ଡ଼ର ପଡ଼ିବ, ଠିକ୍ ଅଛି ନା। ଆଉ ଆମର ସିଲାବସ୍ ଉପରେ ମୁଁ ଡିଟେଲ୍ ଗୋଟେ ଭିଡ଼ିଓ ବନେଇଦେବି, ଡିଟେଲ୍ ସିଲାବସ୍ ଉପରେ ଗୋଟେ ଭିଡ଼ିଓ ବନେଇଦେବି। ଡାଟା ଇଣ୍ଟରପ୍ରିଟେସନରୁ ପଡ଼ିବ ଆପଣଙ୍କର ଚାର୍ଟ, ଗ୍ରାଫ୍, ଟେବୁଲ୍, ଡାଟା ସଫିସିଏନ୍ସି ସବୁ ପଡ଼ିବ। ଚାର୍ଟ DI, ଗ୍ରାଫ୍ DI, ଟେବୁଲ୍ DI ସବୁ ପଡ଼ିବ। ଲଜିକାଲ୍ ରିଜନିଂ ପଡ଼ିବ, ତାପରେ କରେଣ୍ଟ ଆଫେୟାର ପଡ଼ିବ, କମ୍ପ୍ୟୁଟର ପଡ଼ିବ, ଓଡ଼ିଶା ଇକୋନୋମି, ଓଡ଼ିଶା GK ପଡ଼ିବ, ଠିକ୍ ଅଛି। ସବୁ କି ଟୋଟାଲ୍ 150 ମାର୍କର ପଡ଼ିବ। 150 ମାର୍କର ପିଲାମାନେ ଆପଣଙ୍କର ମ୍ୟାଥ୍ ପଡ଼ିଯିବ 30 ମାର୍କର, ରିଜନିଂ ପଡ଼ିଯିବ ପିଲାମାନେ 30 ମାର୍କର, ତାପରେ ଆପଣଙ୍କର DI ବି ପଡ଼ିଯିବ ପିଲାମାନେ 30 ମାର୍କର, ଠିକ୍ ଅଛି। ଟୋଟାଲ୍ ଏଇ ତିନିଟାକୁ ମିଶିଲେ ପିଲାମାନେ 90 ହେଇଯାଉଛି। ତାପରେ ଆମର ପଡ଼ିଯାଉଛି ପିଲାମାନେ କରେଣ୍ଟ ଆଫେୟାର ପଡ଼ିଯିବ 20 ମାର୍କର, ତାପରେ କମ୍ପ୍ୟୁଟର ପଡ଼ିଯିବ ପିଲାମାନେ 20 ମାର୍କର, ଆଉ ଓଡ଼ିଶା GK ପଡ଼ିଯିବ ପିଲାମାନେ 20 ମାର୍କର। ଟୋଟାଲ୍ ଇଏ ହେଲା 20, 20, 20, 60, 60 9 ପିଲାମାନେ 150 ମାର୍କର ଟୋଟାଲ୍ ଉପରେ ପଡ଼ିବ। ତାପରେ ପିଲାମାନେ ରିଟିନ୍ ଏକ୍ଜାମିନେସନ୍ ଯୋଉ ରହିବ ପେପର 1 ଆଉ ପେପର 2 ରହିବ। ପେପର 1ରେ ପିଲାମାନେ ଓଡ଼ିଆ, ଇଂଲିଶ ଆଉ ଓଡ଼ିଆ ଗ୍ରାମାର ହେରିକା ରହିବ, ଆଉ ପେପର 2ରେ ପିଲାମାନେ GK ହେରିକା ରହିବ, ଠିକ୍ ଅଛି। ତାପରେ ସ୍କିଲ୍ ଟେଷ୍ଟ ପାଇଁ ପିଲାମାନେ ଏଠି ଡିଟେଲ୍ ସିଲାବସ୍ ବି ଦିଆହେଇଛି, ସ୍କିଲ୍ ଟେଷ୍ଟ ଯୋଉ ରହିବ। ଆଉ ପିଲାମାନେ ଯୋଉରା ସବୁ ଅଡିଟର ପାଇଁ ଯୋଉମାନେ ସବୁ ଆପ୍ଲାଏ କରିବେ ତାଙ୍କମାନଙ୍କ ପାଇଁ ଯୋଉ ମ୍ୟାଥମେଟିକ୍ସ ପଡ଼ିବ, ଯେମିତିକି ଆରିଥମେଟିକ୍ ପଡ଼ିବ, ଆଲଜେବ୍ରା ପଡ଼ିବ, ଷ୍ଟାଟିଷ୍ଟିକ୍ସ ପଡ଼ିବ, ଆଉ ମେନ୍ସୁରେସନ୍ ପଡ଼ିବ।
ତାର ଏ ପିଲାମାନେ ଏତିକି ସିଲାବସ୍ ପିଲାମାନେ ଦେଇଦେଇଛି। ଆଉ କମ୍ପ୍ୟୁଟର ହଉ କମ୍ପ୍ୟୁଟର ପିଲାମାନେ ସିଲାବସ୍ ଗୁଡ଼ା ଆପଣମାନେ ପଢ଼ିଦେବେ ଠିକ୍ ଅଛି। ତ ଚାଲନ୍ତୁ ଯିବା ତଳକୁ। ଗୋଟେ ମିନିଟ୍ ପିଲାମାନେ। ହଁ ବାସ୍ ପିଲାମାନେ ଏତିକି ଥିଲା ତମର ସିଲାବସ୍ ଠିକ୍ ଅଛି। ତ ଏବେ ଚାଲନ୍ତୁ ଆପଣମାନେ କେମିତି ପ୍ରିପେୟାର କରିବେ ସେଇ ବିଷୟରେ ଚାଲନ୍ତୁ ଆମେ କଥା ହେବା। ଦେଖନ୍ତୁ ଆପଣମାନେ ଜାଣିଛନ୍ତି ଆପଣଙ୍କର ପ୍ରିଲିମ୍ରେ ପଡ଼ିଯାଉଛି 150 ମାର୍କର। ଗୋଟେ ମିନିଟ୍ ଆକୁ ହଁ ଦେଖନ୍ତୁ ଆପଣଙ୍କର ପ୍ରିଲିମ୍ରେ ପିଲାମାନେ ଏଇଟା କ'ଣ ଏଠି ଲେଖି ହେଉନି, ଉପରେ ଆଉ ଟିକେ ନ ଲେଖା ଅଛି। ଦେଖନ୍ତୁ ଆପଣଙ୍କର ପ୍ରିଲିମ୍ରେ ପିଲାମାନେ 150 ମାର୍କର ପିଲାମାନେ ପ୍ରିଲିମ୍ରେ ପଡ଼ିବ। ପ୍ରିଲିମ୍ରେ 150ର ପିଲାମାନେ 90 ମାର୍କର ଆପଣଙ୍କର ମ୍ୟାଥମେଟିକ୍ସ ପାର୍ଟଟା ରହୁଛି, ଯେଉଁଥିରେ କି ମ୍ୟାଥ୍ ଆଉ ରିଜନିଂ ଆଉ DI ଠିକ୍ ଅଛି। ଯୋଉଟା କି କାଲକୁଲେସନ୍ ପାର୍ଟ ରହୁଛି 90 ମାର୍କ, ବା କହିବାକୁ ଗଲେ ମ୍ୟାଥର କାଲକୁଲେସନ୍ ପାର୍ଟଟା ରହୁଛି ଏତିକ ରହୁଛି 90 ମାର୍କର। ତ ମୁଁ ଆପଣଙ୍କର ମ୍ୟାଥର ଯେଉଁ ସିଲାବସ୍ ଯେତିକ ଅଛି, ଯେମିତିକି ଆପଣଙ୍କର ପରସେଣ୍ଟେଜରୁ ଷ୍ଟାର୍ଟ କରିକି ଆପଣଙ୍କର ଯେଉଁ ଟ୍ରିଗୋନୋମେଟ୍ରି ମେନ୍ସୁରେସନ୍ ଯେତିକ ବି ଅଛି ସିଲାବସ୍, ପାଖାପାଖି 9ରୁ 10ଟା ଅଧିକ ଥିବ ପିଲାମାନେ, 9ଟା ତ ନୁହଁ, ପାଖାପାଖି 10ରୁ 15ଟା ପିଲାମାନେ ତମର ଟପିକ୍ ରହୁଛି। ମୁଁ ସବୁ ଟପିକ୍କୁ ଗୋଟେ କି ଦୁଇଟା ଭିଡ଼ିଓରେ ମୁଁ ସବୁ ଟପିକ୍କୁ ହୋଲ୍ ସିଲାବସ୍କୁ ପିଲାମାନେ ତମର ୟୁଟ୍ୟୁବରେ ଫ୍ରିରେ ପିଲାମାନେ ତମକୁ ଶେଷ କରିଦେବି ଠିକ୍ ଅଛି। ଆଉ ଯାହା ବି ୟୁଟ୍ୟୁବରେ ପଢ଼ା ହେବ ତାକୁ ତାର ଥିଓରି ନୋଟ୍ସ ଆଉ ତାର ମୁଁ ଗୋଟେ ଇ ବୁକ୍ ଠିକ୍ ଅଛି, ଇ ବୁକ୍ ଗୋଟେ ବନେଇକି ତମକୁ ଗୋଟେ ଇ ବୁକ୍ ବନେଇକି ତାକୁ ମୁଁ ଟେଲିଗ୍ରାମ ଚ୍ୟାନେଲରେ ମୁଁ ତାଙ୍କୁ ପ୍ରୋଭାଇଡ଼ କରିଦେବି। କ'ଣ ମ୍ୟାଥର, ରିଜନିଂର, DI ବି ପୁରା କମ୍ପ୍ଲିଟ୍ କରେଇବି, ରିଜନିଂ ବି କମ୍ପ୍ଲିଟ୍ କରେଇବି, ମ୍ୟାଥ୍ ବି କମ୍ପ୍ଲିଟ୍ କରେଇକି ତମକୁ ୟୁଟ୍ୟୁବରେ ତ ଯାହା କମ୍ପ୍ଲିଟ୍ କରେଇବି ୱିଥ୍ ତାର ଯେତିକ ସବୁ PPT ଫର୍ମାଟ୍ ତାକୁ ଦେଇଦେବି, ୱିଥ୍ ତାର ସବୁ ଇ ବୁକ୍ ଗୋଟେ ବନେଇଦେବି। ମୁଁ 2ଟା ଇ ବୁକ୍ ବନେଇବି, ଗୋଟେ ମ୍ୟାଥ୍ ଆଉ ରିଜନିଂର 2ଟା ଇ ବୁକ୍ ବନେଇକି ତମକୁ ଟେଲିଗ୍ରାମରେ ଦେଇଦେବି। ଆଉ ତମମାନେ ଯେତେବେଳେ ଏକ୍ଜାମକୁ ଯିବ, ଏକ୍ଜାମରେ ମୁଁ ଗ୍ୟାରେଣ୍ଟି ସହ କହୁଛି ତମର 60 ମାର୍କର କୋଶ୍ଚିନ୍ ପଡ଼ିବନି, 60 ମାର୍କରୁ ପାଖାପାଖି 50ଟା କୋଶ୍ଚିନ୍ ଆପଣଙ୍କର ମ୍ୟାଥ୍ ଆଉ ରିଜନିଂ ମିଶିଗଲେ ଟୋଟାଲ୍ 60 ମାର୍କର କୋଶ୍ଚିନ୍ ପଡ଼ିବ। 60ରୁ 50ଟା କୋଶ୍ଚିନ୍ ପିଲାମାନେ ତମେ ମୋ ଏଇ ଇ ବୁକ୍ରୁ ହିଁ ଦେଖିବାକୁ ପାଇବ, ଏଇଟା ମୋ ଗ୍ୟାରେଣ୍ଟି। କେମିତି ତମେ ବି କହିବ, ତମେ ବି ମନରେ ଥିବ କି ସାର୍ ଆପଣ ଏମିତି ଗ୍ୟାରେଣ୍ଟି ସହ କହୁଛନ୍ତି ଆପଣ 50ଟା କୋଶ୍ଚିନ୍ ଦେଖିବାକୁ ପାଇବେ ବୋଲି। କାରଣ ପିଲାମାନେ ମୁଁ ଏବେ ଗୋଟେ ସିରିଜ୍ ପିଲାମାନେ ଷ୍ଟାର୍ଟ କରିବି, ଅଲରେଡ଼ି ପିଲାମାନେ PPT ବନେଇବା ଚାଲିଛି, କାଲିଠୁ ବି ଷ୍ଟାର୍ଟ କରିଦେବି। ଯେଉଁ ସିରିଜ୍ରେ ପିଲାମାନେ ଆପଣଙ୍କର OSSର ଯେତିକି ପିଲାମାନେ ଆଜି ଯାଏଁ ପଚାରିଛି ମ୍ୟାଥ୍ ହଉ ରିଜନିଂ ହଉ କୋଶ୍ଚିନ୍ ହେଉଛି, ତାକୁ ସବୁ ବିଟ୍ ବାଇ ବିଟ୍ ଶେଷ କରି ଚାଲିବି। OSSର ଯେତିକି ବି ମ୍ୟାଥ୍ ଆଉ ରିଜନିଂର କୋଶ୍ଚିନ୍ ହୁଏ ତାକୁ ଶେଷ କରି ଚାଲିବି। ତ ମୋତେ ଅଲରେଡ଼ି ମୁଁ ଯେହେତୁ ତାକୁ ସଲ୍ଭ କରିଦେଇଛି, ପାଖାପାଖି 40ଟି ସେଟ୍ର ମୁଁ ଯେହେତୁ କୋଶ୍ଚିନ୍ ସବୁ ସଲ୍ଭ କରିଛି, ତ ମୋର ଆଇଡ଼ିଆ ଅଛି ଯେ କେଉଁ ଟାଇପ୍ର କୋଶ୍ଚିନ୍ ସେ ରେଗୁଲାରଲି ପଚାରୁଛି। ମୁଁ ତା ଅନୁସାରେ ବା ତା ବେସିସ୍ରେ ମୁଁ ଆପଣଙ୍କ ପାଇଁ ଗୋଟେ ଇ ବୁକ୍ ବନେଇବି, ଯେଉଁ ଇ ବୁକ୍ରୁ ପିଲାମାନେ ଡାଇରେକ୍ଟ ହିଁ 50ଟା କୋଶ୍ଚିନ୍ ପଡ଼ିବ ଠିକ୍ ଅଛି। ପୁରା କହିବାକୁ ଗଲେ ଡାଇରେକ୍ଟ 50ଟା କୋଶ୍ଚିନ୍ ଏଇ ଇ ବୁକ୍ରେ ହିଁ ଦେଖିବାକୁ ମିଳିବ। ଯେତେବେଳେ ଆପଣଙ୍କର ଏକ୍ଜାମ୍ ସରିବ, ଯେଉଁ ଦିନ ଏକ୍ଜାମ୍ ଆପଣଙ୍କର ସରିବ, ଆପଣ ଯାଇକି ନିଜେ ବି ଇ ବୁକ୍ଟା ଭେରିଫାଏ କରିବେ, ବା ଯେଉଁଦିନ ଆପଣଙ୍କର ଏକ୍ଜାମ୍ର ଆନ୍ସର୍ ସିଟ୍ ଯେଉଁଦିନ ରିଲିଜ୍ ହେବ, ସେଇଦିନ ପିଲାମାନେ ମୁଁ ଏଇ ଇ ବୁକ୍ରୁ ହିଁ ପିଲାମାନେ ସେଇଦିନ ଗୋଟେ ଭିଡ଼ିଓ ବନେଇବି, ଯେଉଁଥିରେ କି ଆପଣମାନେ ପୁରା ଡାଇରେକ୍ଟ ଦେଖିବେ ଏଇ ଇ ବୁକ୍ରୁ ହିଁ କୋଶ୍ଚିନ୍ ପଡ଼ିଥିବ ଠିକ୍ ଅଛି। ତ ଏଇ ବୁକ୍ଟା ପିଲାମାନେ ଆପଣ ନେଇଯିବେ। ତାପରେ ପିଲାମାନେ DI ରହିଲା। DI ପିଲାମାନେ ମୁଁ ଚେଷ୍ଟା କରିବି ଆପଣଙ୍କୁ ପାଖାପାଖି 100ଟା DI ପିଲାମାନେ ଶେଷ କରିବି, ବା 100ଟା DI ଆପଣଙ୍କୁ ପଢ଼େଇଦେବି, ଯେଉଁଟାକି ୟୁଟ୍ୟୁବରେ ପୁରା ଫ୍ରିରେ 100ଟା DI ପିଲାମାନେ ସଲ୍ଭ କରିବି ୟୁଟ୍ୟୁବରେ। ଏବେ ଟିକେ ଟାଇମ୍ ଲାଗିବ, କାରଣ ଯେହେତୁ ଏବେ ଫର୍ମ ଫିଲ୍ଅପ୍ ଷ୍ଟାର୍ଟ ହେଇଛି, ଆଉ 3 ମାସ ପରେ ଏକ୍ଜାମ୍ ହେବ। ତ ଏଇ 3 ମାସ ଭିତରେ ବା 90 ଦିନ ଭିତରେ ପାଖାପାଖି ମ୍ୟାଥ୍ ସିଲାବସ୍, ରିଜନିଂ ସିଲାବସ୍, DI ସିଲାବସ୍ ଶେଷ କରିଦେବି ଠିକ୍ ଅଛି। ଆଉ କମ୍ପ୍ଲିଟ୍ ମୋର ଗାଇଡାନ୍ସ ପିଲାମାନେ ରହିବ ତମମାନଙ୍କ ପ୍ରତି। ଆଉ ମୋ ଗାଇଡାନ୍ସରେ ଯେଉଁମାନେ ବି ଯିବେ ତାଙ୍କର ମୁଁ ଏଠି ଗ୍ୟାରେଣ୍ଟି ହେଉଛି, ଅଲଗା କଥା ତ ମୁଁ କହିପାରିବିନି, କିନ୍ତୁ ଏ 90 ମାର୍କର ପିଲାମାନେ ପାଖାପାଖି 90 ମାର୍କ ହିଁ ତମେ ରଖିଦେବ ଫୁଲ୍ ସ୍କୋର, ଏଇଟା ପିଲାଙ୍କର ମୋ ଗ୍ୟାରେଣ୍ଟି। କିନ୍ତୁ ତମମାନେ କ'ଣ ମୋ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଯାଅ, ଯେଉଁଥିରେ କି ତମକୁ ସବୁ ପ୍ରିଭିୟସ୍ ଇୟର୍ ମିଳିଯିବ। ଆଉ ମୁଁ ଯେଉଁ ଇ ବୁକ୍ଟା ପିଲାମାନେ ବନେଇବି, ଯେଉଁ ଇ ବୁକ୍ରୁ ଡାଇରେକ୍ଟ ପିଲାମାନେ କୋଶ୍ଚିନ୍ ଆସିବ, ସେଇ ଇ ବୁକ୍ଟା ପିଲାମାନେ ତମ ଟେଲିଗ୍ରାମ ଚ୍ୟାନେଲରେ ପାଇଯିବ ଠିକ୍ ଅଛି। କାରଣ ତମମାନଙ୍କୁ ଏଇ ଭିଡ଼ିଓ ତ କୁଆଡ଼େ ଡିଲିଟ୍ କରିବିନି ନା, ମୁଁ ତମକୁ ଏଇ ଭିଡ଼ିଓରେ ଯାହା ବି କହୁଛି ମୋ ୱାର୍ଡ଼ ପିଲାମାନେ ଅବଜର୍ଭ କର, ମୁଁ ସବୁତିକ କୋଶ୍ଚିନ୍ ପାଖାପାଖି 60ରୁ 50ଟା କୋଶ୍ଚିନ୍, କାରଣ DI କୋଶ୍ଚିନ୍ ଏକ୍ଜାକ୍ଟ ମିଳିବାଟା ବହୁତ ମୁସ୍କିଲ, କିନ୍ତୁ GIର ସେଇ ଟାଇପ୍ର କୋଶ୍ଚିନ୍ ପଡ଼ିବ। କିନ୍ତୁ ମ୍ୟାଥ୍ ଆଉ ରିଜନିଂର ଯେଉଁ ପଡ଼ିବନି 60ଟା କୋଶ୍ଚିନ୍ ଡାଇରେକ୍ଟ କୋଶ୍ଚିନ୍ ପାଇଁ 50ଟା କୋଶ୍ଚିନ୍ ତମେ ଦେଖିବ ମୋର ଇଏରୁ ଠିକ୍ ଅଛି ନା, ବା ମୋର ଯେଉଁ ଇ ବୁକ୍ଟାରେ ଦେଖିବାକୁ ପାଇବ। ଯେଉଁଦିନ ତମର ଆନ୍ସର୍ ସିଟ୍ ବାହାରିବ ସେଇଦିନ ପିଲାମାନେ ମୁଁ ତମକୁ ଦେଖେଇବି। ତାପରେ ଆଉ ଗୋଟେ କଥା, ବାସ୍ ଏତିକି ପିଲାମାନେ କର, ମୋ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୁଅ। ଟେଲିଗ୍ରାମ ଚ୍ୟାନେଲ ପିଲାମାନେ ତମେ ଯଦି ଜଏନ୍ ହେବାକୁ ଚାହୁଁଛ, ବହୁତ ସିମ୍ପଲ୍, ତମମାନଙ୍କୁ ଗୋଟେ ନମ୍ବର ଦେଉଛି, ଏଇ ନମ୍ବର ଯଦି ମୋତେ ମେସେଜ୍ କରିବ, ଗୋଟେ ମିନିଟ୍ ପିଲାମାନେ, ନମ୍ବରଟା ମୁଁ ଦେଉଛି, ଗୋଟେ ମିନିଟ୍ ପିଲାମାନେ। ଦେଖନ୍ତୁ ଏଇ ନମ୍ବରଟା ପିଲାମାନେ ନୋଟ୍ ବନେଇଦିଅ, 7894749676। ଏଇ ନମ୍ବରରେ ପିଲାମାନେ ମୋତେ ଗୋଟେ ହାଇ ପଠେଇଦେବ ଠିକ୍ ଅଛି। ଏଇ ନମ୍ବରରେ ହାଇ ପଠେଇଦେଲା ପରେ ତମ ଗୋଟେ QR କୋଡ଼ ଦେବି, ସେ QR କୋଡ଼ରେ 100 ଟଙ୍କା ଦେଇକି ତମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇପାରିବ। ଯେଉଁ ଟେଲିଗ୍ରାମ ଚ୍ୟାନେଲରେ ତମକୁ ପୁରା ମ୍ୟାଥର କମ୍ପ୍ଲିଟ୍ ଇ ବୁକ୍
କମ୍ପ୍ଲିଟ୍ ଇ ବୁକ୍ ତମକୁ ଦେଇଦେବି। ଆଉ ଏଇ ଇ ବୁକ୍ ବାହାରୁ କୌଣସି କୋଶ୍ଚିନ୍ ପଡ଼ିବ ନାହିଁ। ଏଇ ଇ ବୁକ୍ଟା ଖାଲି ଫର୍ମୁଲା ବେସ୍‌ରେ ରହିବ। ଫର୍ମୁଲା ଆଣ୍ଡ ଯୋଉ କୋଶ୍ଚିନ୍‌ର ଟାଇପ୍ ଗୁଡ଼ା ଅଛି ବା ଯୋଉ କୋଶ୍ଚିନ୍‌ର ଟାଇପ୍ ଗୁଡ଼ା ବାର ବାର ପଚାରୁଛି ସେ ଟାଇପ୍‌ର କୋଶ୍ଚିନ୍ ଗୁଡ଼ା ଯୋଉ ତାର ଯୋଉ ଷ୍ଟ୍ରକ୍ଚର୍ ଗୁଡ଼ା ପିଲାମାନେ କେମିତି ସଲ୍ଭ କରିବେ ତା ଷ୍ଟ୍ରକ୍ଚର୍ ଗୁଡ଼ା ବାଇଲିଙ୍ଗୁଆଲ୍ ଫର୍ମାଟ୍ ଓଡ଼ିଆ ପ୍ଲସ୍ ଇଂଲିଶରେ ମୁଁ ତାକୁ ଟାଇପ୍ କରିକି ତମମାନଙ୍କୁ ପ୍ରୋଭାଇଡ୍ କରିଦେବି। ଠିକ୍ ଅଛି। ମ୍ୟାଥ୍‌ର ଆଉ ରିଜନିଂର। ଠିକ୍ ଅଛି। ମ୍ୟାଥ୍ ଆଉ ରିଜନିଂର। ତ ତମେମାନେ ଏତିକି ମାନେ ଫଲୋ କର। ବହୁତ ବହୁତ ହେଲ୍ପଫୁଲ୍ ହବ ପିଲାମାନଙ୍କୁ ଏ ଟେଲିଗ୍ରାମ ଚ୍ୟାନେଲଟା। ଠିକ୍ ଅଛି ନା? ମ୍ୟାଥ୍ ଆଉ ରିଜନିଂ ମାନେ ମୁଁ ପା କହୁଛି 60 ମାର୍କ ଯୋଉ ପଡ଼ିବ ପିଲାମାନେ ତମର ମ୍ୟାଥ୍ ରିଜନିଂ ସେଇଥିରୁ 50ଟା କୋଶ୍ଚିନ୍ ତମେ ଏଇ ଇ ବୁକ୍‌ରୁ ହିଁ ଦେଖିବାକୁ ପାଇବ। ଏଇଟା ପୁରା ମାନେ ପୁରା ମୁଁ ୟୁଟ୍ୟୁବରେ ପୁରା ଡାଇରେକ୍ଟ କହୁଛି ତମମାନଙ୍କୁ। ତାପରେ ଡିଆଇ ବି ହବ କାରଣ ଡିଆଇର ପାଖାପାଖି ମୁଁ 100ଟା କୋଶ୍ଚିନ୍ ତମକୁ ବା 100ଟା କୋଶ୍ଚିନ୍ 100 ବା ଗୋଟେ କୋଶ୍ଚିନ୍ ବା ଗୋଟେ ଡିଆଇରୁ ପାଖାପାଖି 5ଟା କୋଶ୍ଚିନ୍ ପଡୁଛି। ଠିକ୍ ଅଛି। ମୁଁ 100ଟାର 100 ଇଣ୍ଟୁ 5 ହେଲା କେତେ 500ଟା ଡିଆଇ ପିଲାମାନେ ତମମାନଙ୍କୁ ମୁଁ ସଲ୍ଭ ବା 500ଟା କୋଶ୍ଚିନ୍‌ର ମାନେ 100ଟା ଡିଆଇରୁ 500ଟା କୋଶ୍ଚିନ୍ ସରି ଭୁଲ କହିଲି। ହଁ 100ଟା ଡିଆଇରୁ 500ଟା କୋଶ୍ଚିନ୍ ସେଥିରୁ ବାହାରିବ। ତ ତମେ 100ଟା ଡିଆଇ ଯଦି ସଲ୍ଭ କରିଦଉଛ ପିଲାମାନେ ତାହେଲେ ତମେ ମାନେ ଏକ୍ଜାମ ପାଇଁ ପୁରା ପ୍ରୋଫିସିଏନ୍ସି ହେଇଯିବ। ତ ଏଇ ଯୋଉ ଫ୍ରି ସିରିଜ ଗୁଡ଼ା ତମେ ଦେଖ ଆଉ ତୁମ ନିଜ ଜର୍ଣ୍ଣିକୁ ପିଲାମାନେ ଏନ୍ଜୟ କର। ଆଉ ଯଦି ଯୋଉ ପିଲାମାନେ ମୋ ସହ ଏଇ ସିରିଜରେ ଯିବେ ସେମାନେ ପ୍ରି ପ୍ଲସ୍ ମେନ୍ସର ଯୋଉ ମ୍ୟାଥମେଟିକ୍ସ ପଡ଼ିବ ତା ସିଲାବସ୍ ୱିଥ୍ ତାର PYQ ୱିଥ୍ ତାର ମକ୍ ଟେଷ୍ଟ ପ୍ରିଭିୟସ୍ ଇୟର୍ ସବୁ ଜିନିଷ ପିଲାମାନେ ମୋ ଟେଲିଗ୍ରାମ ଚ୍ୟାନେଲରେ ପାଇବ। ଆଉ ମୁଁ ଆଜିଠୁ ପିଲାମାନେ ଯେତିକ ସବୁ ପ୍ରିଭିୟସ୍ ଇୟର୍ ଯେତିକ ସବୁ ଅଛି ତାକୁ ସବୁତିକ ଗୋଟେ କରି ଭିଡ଼ିଓ କରିକି ଆଜିଠୁ ଅପଲୋଡ଼ କରିଦେବି। ଠିକ୍ ଅଛି। ଗୋଟେ ପ୍ଲେଲିଷ୍ଟ ପିଲାମାନେ ମୋ ଚ୍ୟାନେଲରେ ରହିବ ପ୍ଲେଲିଷ୍ଟ। ସେ ପ୍ଲେଲିଷ୍ଟରେ ଆପଣମାନେ ଚେକ୍ କରିକି ପାଠ ପଢ଼ିପାରିବେ। ତ ଏତିକି ଥିଲା ପିଲାମାନେ ଆଜିର ଭିଡ଼ିଓ। ତ ଆଉ ଗୋଟେ ଭିଡ଼ିଓ ମୁଁ ଆଣିଛି ଯୋଉଥିରେ ଷ୍ଟ୍ରାଟେଜି ଭିଡ଼ିଓ ସବୁ ଟପିକ୍ ଆଉ ଷ୍ଟ୍ରାଟେଜି ୱାଇଜ୍ ଆସିବ ସେଇ ଭିଡ଼ିଓଟା ପିଲାମାନେ ଦେଖିଦେବ। ତାପରେ ପିଲାମାନେ ଆମେ କ୍ଲାସ୍ ଗୁଡ଼ା ଷ୍ଟାର୍ଟ କରିବା। ତ ଦେଖା ହବା ଆଉ ଗୋଟେ ଭିଡ଼ିଓରେ। ଜୟ ଜଗନ୍ନାଥ, ଜୟ ହିନ୍ଦ, ଜୟ ଭାରତ।